भुवनेश्वर में पार्टी संगठन को नई दिशा देने के उद्देश्य से नवनियुक्त संगठन प्रभारी ने पदभार संभालने के बाद पहली समीक्षा बैठक शुरू की। बैठक में वे जिला अध्यक्षों और पार्टी नेतृत्व के साथ संगठन के विभिन्न पहलुओं पर विस्तार से चर्चा कर रहे हैं। पहले चरण में जिला अध्यक्षों के साथ 1-to-1 बैठक आयोजित की जा रही है, जिसमें जमीनी स्तर पर संगठन की स्थिति, संगठनात्मक गतिविधियों और पार्टी के कार्यों की समीक्षा की जा रही है। इस दौरान मलकानगिरी और कोरापुट जिला इकाइयों के साथ भी विस्तृत चर्चा हुई। प्रत्येक जिले के संगठनात्मक ढांचे, चुनौतियों और भविष्य की रणनीति पर करीब 20 मिनट तक विचार विमर्श किया जा रहा है। पार्टी सूत्रों के अनुसार इस बैठक का मुख्य उद्देश्य संगठन को बूथ स्तर तक मजबूत करना और कार्यकर्ताओं के बीच सक्रियता बढ़ाना है। रिपोर्टर लिपिका राउत, सिटी रिपोर्टर, एसबी न्यूज टीवी। ମୁଁ ଦିଲ୍ଲୀପ କୁମାର ଜରିଆ ବିଜେପି ସମ୍ପାଦକ ଅଛି ଆଉ ବେଙ୍ଗାଲୀ ନିର୍ବାଚନ ମଣ୍ଡଳୀର ବିଧାୟକ। ଆପଣମାନେ ଜାଣିଛନ୍ତି ଆମର ଯେ ସେବା ଦଳର ଭାରତର ମୁଖ୍ୟ ଥିଲେ ଆମ ଲାଲଜୀ ଦେଶାଇ, ସେ ଆମର ଓଡ଼ିଶା ପ୍ରଭାରୀ ହେଇକି ଆସିଛନ୍ତି। ସେ ଜଣେ ତୃଣମୂଳ ସମର୍ଥକ କର୍ମକର୍ତ୍ତା ଆଉ ଭାରତବର୍ଷର ବହୁତ ଜାଗାରେ ସେ ସେବା ଦଳ କାମ କରିଛନ୍ତି। ଆଉ ଆମେ ଅତ୍ୟନ୍ତ ଖୁସି ଯେ ଗୋଟେ ସଂଗଠନ ସୁଦୃଢ଼ କରିବା ପାଇଁ ଗୋଟେ ତୃଣମୂଳ ସ୍ତର ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ବି ଆମେ ଧନ୍ୟବାଦ ଜଣାଉଛୁ। ଆଉ ଆଗାମୀ ଦିନରେ ଆପଣମାନେ ଜାଣିଥିବେ ସମ୍ବଲପୁରରେ କନ୍ୟାକୁମାରୀର ପ୍ରୋଗ୍ରାମ ଯେଉଁ ହୋଇଥିଲା, ଆମେ ଅତ୍ୟନ୍ତ ଖୁସି। ଆଉ ଗଲି ଗଲିରେ କଂଗ୍ରେସର ଚର୍ଚ୍ଚା ହେଉଛି। ଆଗାମୀ ଦିନରେ କଂଗ୍ରେସର ଭବିଷ୍ୟତ ଉଜ୍ଜ୍ୱଳ। ଆମର ବି ଦେଶାଇ ଆସିଛନ୍ତି ଜେନେରାଲ ସେକ୍ରେଟାରୀ ପ୍ରଭାରୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ଜଣେ ଦକ୍ଷ ଲୋକ, ସୋସିଆଲ ୱାର୍କର, ସଂଗଠନର କାପାସିଟି ଭଲ, ସେବା ଦଳର 8 ବର୍ଷ ଭାରତବର୍ଷର ସଭାପତି, ତାଙ୍କ ଜୀବନରେ 10-12ଟା କ୍ୟାମ୍ପ କରିଛନ୍ତି। 1.5 ଲକ୍ଷ 2 ଲକ୍ଷ ସେବା ଦଳର କର୍ମକର୍ତ୍ତାଙ୍କୁ ସେ ବାଛିଛନ୍ତି, ସେ ଦାୟିତ୍ୱରେ ଅଛନ୍ତି। ଆଉ ଜଣେ ରେଡି ଆସିଛନ୍ତି, ଆଉ ଜଣେ ଭଦ୍ରଲୋକ ଆସିଛନ୍ତି। ଜିଲ୍ଲା ୱାଇଜ୍ ସ୍କୁଟିଂ କରୁଛନ୍ତି, ଜିଲ୍ଲା ମତ ନେଉଛନ୍ତି। ସେ ଚାହୁଁଛନ୍ତି ତୃଣମୂଳ ସ୍ତରରୁ କଂଗ୍ରେସକୁ ସଂଗଠନ କରିବେ। ପଞ୍ଚାୟତ ଭୋଟରେ ଭଲ ହବ, ଅର୍ବାନ ଭୋଟରେ ଭଲ ହବ, MLA MP ଭୋଟରେ ଭଲ ହବ। ତୃଣମୂଳ ସ୍ତରରୁ ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ଆଦିବାସୀ, ହରିଜନ, ଆମର ମାଇନର କମ୍ୟୁନିଟି, ସେବା ଦଳ ସବୁ ଏକ କରିକିରି କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ଆସି ରହର ଚେଷ୍ଟା କରୁଛନ୍ତି। ଜିଲ୍ଲା ୱାଇଜ୍ ସାକ୍ଷାତ କରୁଛନ୍ତି, ପ୍ରତି ଜିଲ୍ଲାକୁ ଯିବେ କହୁଛନ୍ତି, ପ୍ରତି ବ୍ଲକକୁ ଯିବେ, ପ୍ରତି ପଞ୍ଚାୟତକୁ ଯିବେ ବୋଲି କହୁଛନ୍ତି। ବାଣ୍ଟିକିରି କଂଗ୍ରେସ ଦଳକୁ ଆଗେଇ ନେବା ପାଇଁ ରାହୁଲ ଗାନ୍ଧୀ ନେତୃତ୍ୱରେ, ଖଗଡେ ନେତୃତ୍ୱରେ ଏ କାର୍ଯ୍ୟକ୍ରମ ଚାଲୁ ରହିଛି ଆଉ ଖୁବ୍ ଭଲ ହେଉଛି।